ଭିତରେ ଦୁଇଟି ଛୋଟିଆ ସ୍କୁଲ ହେଲା, ଛୋଟ ପିଲାଙ୍କୁ ପାଠ ପଢ଼ାଗଲା। କାଳକ୍ରମେ ଏଭଳିଆ ପରିସ୍ଥିତି ସେ ଏ ଅଞ୍ଚଳରେ ଫ୍ରିଡମ୍ ଫାଇଟର ସମସ୍ତଙ୍କୁ ଅର୍ଗାନାଇଜ୍ କରୁଥିଲେ। ପଣ୍ଡିତ ନେହେରୁକୁ ଯାଇଥିଲେ ଆଣିବା ପାଇଁ ଷ୍ଟେସନ୍, ଏପଟେ ଥିଲା ଷ୍ଟେସନ୍ ବାଁପଟେ, ତାକୁ ରିସିଭ୍ କରିକି ଆଣିକିରି ଏଇ ଘରେ ରଖିଥିଲେ। ସେଥିରେ ଗୋଟେ ବଡ଼ ଚାଳ ଥିଲା, ଶାନ୍ତି କୋଠି ତାକୁ କହୁଥିଲେ। ଶାନ୍ତିରେ ଏଠି ପାଠ ପଢ଼ୁଥିଲେ ଆମ ପିଲାଦିନେ। ଆମର ବଡ଼ ଭାଇମାନେ ସେ ଆଜି ନାହାନ୍ତି, ଜୟଦେବ ମହାପାତ୍ର, ଆଶୁତୋଷ ମହାପାତ୍ର, ଅଭିରାମ ଗରାବଡ଼ୁ, କାଳୀ ବଡ଼ୁ, ସେମାନେ ଯେଉଁମାନେ ଆମର ନେତୃତ୍ୱ, ରବି ବଡ଼ୁ, ଏମାନେ ସବୁ ଆମମାନଙ୍କୁ ଖଟେଇ, ଯେତେ ଯୁବକ ସେତେବେଳେ ଆମେ ଥିଲୁ, ସବୁ ଯୁବକଙ୍କୁ ଲଗେଇ ଏ ଚାଳ ଘରକୁ ଭାଙ୍ଗିକିରି ସବୁ କାଠ ପାଠ ପଥର ପଥର କାଢ଼ିକିରି ଏଠି ବିଲ୍ଡିଂ କାମ ଆରମ୍ଭ କରିଥିଲେ। ଏଥିରେ 1936 ମସିହାରେ ନାଁ ହେଲା ବୀଣା ପାଣି। ତା ପୂର୍ବରୁ ଥିଲା ମାନେ ଗୋଟେ ସ୍କୁଲ, ଏଇ ନାଁ ଅଛି ଟାଉନ୍ କ୍ଲବ୍। ୟାର ପରମାୟ ହେଉଛି 172 ବର୍ଷ। 172 ବର୍ଷ ତଳର ଏ ଭୁବନେଶ୍ୱର ଅଞ୍ଚଳରେ କେଉଁଠି କ୍ଲବ୍ ଫ୍ଲବ୍, କେଉଁ କ୍ୟାପିଟାଲ, କେଉଁଠି କିଛି ନଥିଲା, ରାଜଧାନୀ ନଥିଲା। ହରେକୃଷ୍ଣ ମହତାବ ରାଜଧାନୀ କଲେ। ଏ କ୍ଲବ୍କୁ ସାହାଯ୍ୟ ଦେଲେ ହରେକୃଷ୍ଣ ମହତାବ, ସତପର ମହାନ୍ତି, ଚିନ୍ତାମଣି ପାଣିଗ୍ରାହୀ, ଆମ ବିଶ୍ୱଭୂଷଣ ହରିଚନ୍ଦନ, ଯେଉଁମାନେ ପ୍ରତିନିଧି ଆମ ଏ ଅଞ୍ଚଳରେ ହେଲେ ଏ କ୍ଲବ୍କୁ ସମସ୍ତ ସହଯୋଗ ଅତୁଳନୀୟ। ଏ କ୍ଲବ୍ରେ କୌଣସି ଫିଲିଂ ନାହିଁ। ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗ, ଏଇ ବସିଛନ୍ତି ସବୁ। ଏ କ୍ଲବ୍କୁ ସମସ୍ତେ ସହଯୋଗ କରନ୍ତି। ଭୋଇ ନିଯୋଗ, ବେହେରା ନିଯୋଗ, ସମସ୍ତେ ସହଯୋଗ କରନ୍ତି। ହଠାତ୍ ଗୋଟେ ପାଣ୍ଡିଆନ ଆଇଲେ, ସେ କ'ଣ ଦେଖେଇ ଦେଇଛି ଆକୁ, ଯେଉଁ ଭୁବନେଶ୍ୱର ମନ୍ଦିର ଏକାମ୍ର ଡେଭଲପମେଣ୍ଟ, ସେ ସିଆଡ଼େ କୁଆଡ଼େ ନ ଯାଇ ପାଣ୍ଡିଆନ ଦେଖେଇ ଦେଇଛି, ବକେଇ ଦେଇଛି ବୋଲି, ପାଣ୍ଡିଆନ କହିଛି ବୋଲି ଏ ଭଗା ହେବ। ଅସମ୍ଭବ। ଆମେ ସମସ୍ତେ ସୁନ୍ଦରପଦା, କପିଳେଶ୍ୱର, କପିଳ ପ୍ରସାଦ, ବୁଲ ଟାଉନ୍, ପୋଖରୀ ପୁଟୁ, ଏ ଅଞ୍ଚଳ ଧରିକି ବରଗଡ଼, ସବୁ ଲୋକ ଆମେ ଏକାଠି ହେଇଛୁ। ଆକୁ ଯଦି କିଏ ଭାଙ୍ଗିବାକୁ ଆସେ ଘୋର ପ୍ରୋଟେଷ୍ଟ କରିବୁ। ସେଥିପାଇଁ ସରକାର ଦାୟୀ ରହିବେ। ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଏ ପୁରୁଣା କିମ୍ବଦନ୍ତୀ ତମେ ଆକୁ ଛୁଅନି। ବରଂ ଏଠି ବରପୁତ୍ର ରଘୁନାଥ ପଣ୍ଡିତ ରଘୁନାଥ ମହାପାତ୍ର, ଯେ ଆମକୁ ଆଲୋକ ଦେଖେଇଛନ୍ତି, ତାଙ୍କ ସମ୍ମାନ ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ଆସି ଏଠି ରହିଥିଲେ। ତାଙ୍କ ସମ୍ମାନ ପାଇଁ ହରେକୃଷ୍ଣ ମହତାବ, ଚିନ୍ତାମଣି ପାଣିଗ୍ରାହୀ, ସତପର ମହାନ୍ତିଙ୍କ ଦାନ ଅତୁଳନୀୟ। ତାଙ୍କ ସମ୍ମାନ ପାଇଁ ଆମର ଯେଉଁମାନେ ଓଲ୍ଡ ଟାଉନ୍ର ଯେଉଁ କହିଲି ମୁରବୀମାନେ, ସବୁ ଧର୍ମର, ସବୁ ଜାତିର, ସବୁ ଗୋଷ୍ଠୀର, ସବୁ ସେବାୟତ, କାହାର ଫିଲିଂ ନାହିଁ। ଇଏ ପ୍ରତିବର୍ଷ ହେଲ୍ଥ କ୍ୟାମ୍ପ କରେ, 100 ବର୍ଷ ଧରି ଶିଶୁ ଦିବସ କରେ, ପିଲାମାନଙ୍କୁ ହେଲ୍ଥ କ୍ୟାମ୍ପ କରେ, ବାତ୍ୟା ହେଲା, ଭୂମିକମ୍ପ ହେଲା ଯାଇକି ସାହାଯ୍ୟ କରେ। ବାଳକା ଯେଉଁ 1999 ମସିହା ବାତ୍ୟା, 5 ଟ୍ରକ୍ ଏ ଭାଇମାନେ ସବୁ ଆଦାୟ କରିକି ଆମେ ନେଇକି ବାଞ୍ଚିକି ଆସିଥିଲୁ। ୟା ଦାନ ଅତୁଳନୀୟ। ଆମେ ଆପଣଙ୍କ ଜରିଆରେ ସରକାରଙ୍କୁ ନିବେଦନ କରୁଛୁ, ଆକୁ ଭାଙ୍ଗିବା ପ୍ରଶ୍ନ ନାହିଁ, ଆକୁ କେମିତି ଆହୁରି ସୌନ୍ଦର୍ଯ୍ୟକରଣ କରାଯିବ, ସେଥିପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ନିବେଦନ। ସନତ କୁହ, ତାପରେ ସେ